ତ ଗତକାଲି ଯେଉଁ ସୁଭଦ୍ରା ଯୋଜନାର ଟଙ୍କା ହିତାଧିକାରୀମାନଙ୍କୁ ପ୍ରଦାନ କରାଗଲା ଏବଂ ତାହାରି ମଧ୍ୟରେ ବହୁତ ଜଣ ହିତାଧିକାରୀ ଯେଉଁମାନେ ନୂଆ କରି ଆବେଦନ କରିଛନ୍ତି ଏବଂ ଯେଉଁମାନଙ୍କର 3ଟି କିସ୍ତିର ଟଙ୍କା ପେଣ୍ଡିଂ ଥିଲା, ତା ସହିତ ଯେଉଁ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି 85,000ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ଆକାଉଣ୍ଟକୁ ଆପଣମାନଙ୍କର 15,000 ଟଙ୍କା ପଠାଯାଇଛି। ତ ଏହାରି ଉପରେ ମୁଁ ଆପଣମାନଙ୍କ ସହିତ ଗୋଟେ ଭିଡ଼ିଓ ସେୟାର କରିଥିଲି ଏବଂ ସେହି ଭିଡ଼ିଓରେ ଆପଣମାନଙ୍କର ଏତେ ସାରା କମେଣ୍ଟ, ପାଖାପାଖି 200ରୁ 300 ହିତାଧିକାରୀଙ୍କର କମେଣ୍ଟ ଯାହାକି ବାରମ୍ବାର ଆସୁଛି ଯେ ଆମେ ନୂଆ ଆବେଦନ କରିଥିଲୁ କିନ୍ତୁ ଆମକୁ ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାର ଟଙ୍କା ମିଳିନାହିଁ ଏବଂ ବହୁତ ଜଣଙ୍କର କମେଣ୍ଟ ଥିଲା ଯେ 15,000 ଟଙ୍କା ଆମର ପାଇବାର ଥିଲା, ସେମାନଙ୍କ ମଧ୍ୟରୁ ମାତ୍ର 5,000 ଟଙ୍କା ବା କେବଳ ଗୋଟିଏ କିସ୍ତିର ଟଙ୍କା ମିଳିଛି। ତ ଆକ୍ଚୁଆଲି ଏକୁ ନେଇ ଆପଣମାନଙ୍କର ଯେଉଁ ଯେଉଁ ସବୁ କମେଣ୍ଟ ରହୁଛି, ତ ଯଦି ଆମେ ଏ ବିଷୟରେ ଆଲୋଚନା କରିବା ତାହେଲେ ସୁଭଦ୍ରା ଯୋଜନାରେ ଯେଉଁ କାଲି 4 ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯାଇଛି, ସେଥିରେ କେଉଁ ହିତାଧିକାରୀ ମାନେ କେତେ ଟଙ୍କା ପାଇଛନ୍ତି ଏବଂ ତାଠାରୁ ଆଉ ଗୋଟିଏ ଇମ୍ପୋର୍ଟାଣ୍ଟ କଥା ଯେ ବାରମ୍ବାର ଯେଉଁମାନଙ୍କର ରିଜେକ୍ଟ ହେଇଥିଲା ଏବଂ ଭୁଲ ରିଜିନ୍ ଦେଖି ଆପଣମାନଙ୍କର ଯଦି ରିଜେକ୍ଟ କରାଯାଇଥିଲା ତାପରେ ଆପଣମାନେ ଗ୍ରିଭେନ୍ସ ଦେଇଥିଲେ, ତାହେଲେ ଆପଣମାନଙ୍କୁ କ'ଣ ପାଇଁ ଟଙ୍କା ମିଳିଲା ନାହିଁ। ଆସନ୍ତୁ ତାରି ଉପରେ ଆଉ କିଛି ଇମ୍ପୋର୍ଟାଣ୍ଟ ଅପଡେଟ୍ ମୁଁ ଦେବା ପାଇଁ ଚାହୁଁଛି ଏବଂ ମନେ ରଖନ୍ତୁ ବାରମ୍ବାର ଆପଣମାନଙ୍କ ସହିତ ସୁଭଦ୍ରା ଯୋଜନାକୁ ନେଇ ଭିଡ଼ିଓ ବନେଇବାର ମୁଖ୍ୟ ଉଦ୍ଦେଶ୍ୟ, କାରଣ ଦେଖନ୍ତୁ ଯେହେତୁ ସୁଭଦ୍ରା ଯୋଜନାରେ ଯେଉଁ ସବୁ ପ୍ରୋବ୍ଲେମ୍ ହେଉଛି ସେଇଟା ଆପଣମାନଙ୍କ ପାଖରେ ପହଞ୍ଚିବା ନିହାତି ଦରକାର। ଆକ୍ଚୁଆଲି ଯେଉଁ ସରକାରଙ୍କ ତରଫରୁ ବାରମ୍ବାର ସୁଭଦ୍ରା ହିତାଧିକାରୀମାନଙ୍କୁ ଆମର ଯେଉଁ କୁହାଯାଉଛି ଯେଉଁଟା କିନ୍ତୁ କାମରେ ସେଇଟା ଆକ୍ଚୁଆଲି ହେଉନାହିଁ, ତ ତା'ର ସବୁ କ'ଣ ରିଜିନ୍ ରହିଛି ଆସନ୍ତୁ ଏ ବିଷୟରେ କିଛି ଆଲୋଚନା କରିବା। ଆଶା କରୁଛି ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କର ଯାହା ବି ପ୍ରୋବ୍ଲେମ୍ ଅଛି ସେଇଟା ଆପଣମାନେ ବୁଝିପାରୁଥିବେ ଏବଂ ବାରମ୍ବାର ଆପଣମାନେ ଯେଉଁ କମେଣ୍ଟ କରୁଛନ୍ତି, ବହୁତ ସାରା କମେଣ୍ଟ ମୁଁ ଅଲରେଡ଼ି ଦେଖି ସାରିଲିଣି। କେବଳ ମୋ ଚ୍ୟାନେଲରେ ନୁହେଁ, ଆପଣମାନେ ଯଦି ଯେକୌଣସି ବି ସୁଭଦ୍ରା ଯୋଜନାକୁ ନେଇ ଯେକୌଣସି ନ୍ୟୁଜ୍ ଚ୍ୟାନେଲ ଦେଖନ୍ତୁ ବା ଟ୍ୱିଟର ଦେଖନ୍ତୁ ବା ସୋସିଆଲ ମିଡ଼ିଆ ଯାହା ବି ଓପନ୍ କରନ୍ତୁ, ସେଠି ଯାହାକି ହିତାଧିକାରୀମାନଙ୍କର ଅସନ୍ତୋଷ ପ୍ରକାଶ ପାଇଛି, କାରଣ ଯେଉଁ ହିସାବରେ ଟଙ୍କା ପ୍ରଦାନ କରାଯାଉଛି ବା କୁହାଯାଉଛି କିନ୍ତୁ ସେହି ହିସାବରେ ହିତାଧିକାରୀମାନେ ନିଜ ଆକାଉଣ୍ଟରେ ଟଙ୍କା ପାଇପାରୁନାହାନ୍ତି। ତେଣୁ ଯଦି ଆମେ ପ୍ରଥମେ ଦେଖିବା ଗତକାଲି ଯେଉଁ ଟଙ୍କା ପ୍ରଦାନ କରାଗଲା ସେଥିରେ ପ୍ରଥମେ ଆପଣମାନଙ୍କର 3 ପ୍ରକାର ହିତାଧିକାରୀଙ୍କୁ ଯାହାକି ସିଲେକ୍ଟ କରାଯାଇଥିଲା, ଯେଉଁଥିରେ କି ଆପଣମାନେ ଯେଉଁମାନେ ନୂଆ କରି ଆବେଦନ କରିଥିଲେ ଯେଉଁଟାକ ସଂଖ୍ୟା 1 ଲକ୍ଷରୁ ଉର୍ଦ୍ଧ୍ୱ ଥିଲା ଏବଂ ସେମାନଙ୍କୁ ଫୁଲ୍ ଟଙ୍କା ଦିଆଯିବ ବୋଲି କୁହାଯାଇଛି। ତା ସହିତ ଆଉ 2 ନମ୍ବରରେ ଯେଉଁ ହିତାଧିକାରୀ ଥିଲେ ଯେଉଁମାନଙ୍କର କୌଣସି ଟେକ୍ନିକାଲ ଇସ୍ୟୁ ଯୋଗୁଁ ପ୍ରଥମ, ଦ୍ୱିତୀୟ ବା ତୃତୀୟ କିସ୍ତିର ଟଙ୍କା ଆସିନଥିଲା କିନ୍ତୁ ସେମାନଙ୍କ ରିଜେକ୍ଟ ହୋଇନଥିଲା, ମନେ ରଖନ୍ତୁ ସେମାନଙ୍କୁ ମଧ୍ୟ ଟଙ୍କା ପ୍ରଦାନ କରାଯାଇଛି ଯାହାର ସଂଖ୍ୟା 2 ଲକ୍ଷରୁ ଉର୍ଦ୍ଧ୍ୱ ଅଛି। ଏହା ସହିତ 3 ନମ୍ବର ହିତାଧିକାରୀ ଥିଲେ ଯେଉଁମାନଙ୍କର ରିଜେକ୍ଟ ହୋଇଥିଲା। ରିଜେକ୍ଟ ହେଲା ପରେ ବିଭିନ୍ନ ରିଜିନ୍ରୁ ଆପଣମାନଙ୍କୁ ରିଜେକ୍ଟ କରାଯାଇଥିଲା, ତେଣୁ ରିଜେକ୍ଟର ଯେତେବେଳେ ଆପଣମାନଙ୍କର ଗ୍ରିଭେନ୍ସ ଦିଆଗଲା, ଗ୍ରିଭେନ୍ସ ଦେଲା ପରେ ଗ୍ରିଭେନ୍ସ ମଧ୍ୟ ଏପ୍ରୁଭ୍ ହେଇଛି, କିନ୍ତୁ ଯେଉଁଠି ଆପଣମାନଙ୍କର 2ଟି କିସ୍ତିର ମିଳିବା କଥା, ଅର୍ଥାତ୍ ଯଦି ଜଣେ ପ୍ରଥମ କିସ୍ତି ପାଇସାରିଲା ପରେ ତା'ର ରିଜେକ୍ଟ କରାଯାଇଛି ଏବଂ ବର୍ତ୍ତମାନ ଗ୍ରିଭେନ୍ସ ଦେଲା ପରେ ତା'ର ଦ୍ୱିତୀୟ ଏବଂ ତୃତୀୟ କିସ୍ତି ଅଣ୍ଡର ପ୍ରୋସେସ୍ ଶୋ କରୁଥିଲା, କିନ୍ତୁ ସେଠି ମଧ୍ୟ କେବଳ ଗୋଟିଏ କିସ୍ତିର ଟଙ୍କା ଗତକାଲି ରାତି ସୁଦ୍ଧା ଆସିଛି। ଆପଣମାନେ ଯେଉଁମାନେ ବି ଭିଡ଼ିଓ ଦେଖୁଛନ୍ତି ଏଇ କଥାରେ ସହମତ ହେବେ, କିନ୍ତୁ ଯେଉଁ ପ୍ରଶ୍ନ ବର୍ତ୍ତମାନ ଉଠୁଛି ଯେ ସରକାର ଯେଉଁ କହୁଛନ୍ତି ବା ଉପମୁଖ୍ୟମନ୍ତ୍ରୀ ଆପଣମାନେ କାଲି କହିଥିଲେ ଯେ 1:30 ସୁଦ୍ଧା ସମସ୍ତଙ୍କ ଆକାଉଣ୍ଟକୁ ଟଙ୍କା ଆସିବ, ସେଇଟା ତ କେବେ ପସିବୁଲ୍ ହେଇପାରିଲା ନାହିଁ। ତାପରେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ଠନ ଟଙ୍କା ଆସିଲା ବୋଲି କହିଥିଲେ, ସେଇଟା ମଧ୍ୟ ଆସିଲାନି ଏବଂ ଯେଉଁମାନେ ଯେତିକି ଟଙ୍କା ପାଇବାର ହକଦାର ବା ଯାହାକୁ ଯେତିକି ଟଙ୍କା ମିଳିବା କଥା ସେ ଟଙ୍କା ମଧ୍ୟ ଆକାଉଣ୍ଟକୁ ଆସିନାହିଁ। ତ ଯେତେ ବି କମେଣ୍ଟ ବା ଯେତେ ବି ଭିଡ଼ିଓ ମୁଁ ଅଲରେଡ଼ି ସୋସିଆଲ ମିଡ଼ିଆରେ ଯେକୌଣସି ପ୍ଲାଟଫର୍ମରେ ଦେଖି ସାରିଲିଣି, ଆପଣମାନେ ନିହାତି ଦେଖୁଥିବେ, କମେଣ୍ଟ ମଧ୍ୟ ପଢ଼ୁଥିବେ ଯେ କାହାର ବି ଜଣଙ୍କର ବି 15,000 ଟଙ୍କା ଆସିନାହିଁ। ଦେଖନ୍ତୁ ଭିଡ଼ିଓ ବନେଇବାର ମୁଖ୍ୟ ଉଦ୍ଦେଶ୍ୟ ବାରମ୍ବାର ଆପଣମାନଙ୍କ ସହିତ ସେୟାର କରୁଛି ଯେ କଥାଟା ସମସ୍ତଙ୍କ ପାଖରେ ପହଞ୍ଚିବା ଦରକାର। ଆକ୍ଚୁଆଲି ଯେଉଁ ସୁଭଦ୍ରା ଯୋଜନାକୁ ନେଇ ବାରମ୍ବାର ଯେଉଁ ପ୍ରଚାରଟା କରାଯାଉଛି ସତରେ ସେତିକି ଟଙ୍କା ମିଳୁଛି କି ନାହିଁ? ଯଦି ମିଳୁଛି ତାହେଲେ ସରକାର କ'ଣ ପାଇଁ ସେ ସାର୍ବଜନୀନ କରୁନାହାନ୍ତି? ଲିଷ୍ଟ କ'ଣ ପାଇଁ ବର୍ତ୍ତମାନ ସୁଦ୍ଧା ପୋର୍ଟାଲରେ ଆସୁନାହିଁ? ଯେଉଁମାନଙ୍କୁ ଟଙ୍କା ପ୍ରଦାନ କରାଯାଉଛି ତାଙ୍କର ସମ୍ପୂର୍ଣ୍ଣ ଲିଷ୍ଟଟା ପୋର୍ଟାଲରେ ଆସିବା ଦରକାର ଏବଂ ଷ୍ଟାଟସ୍ ଅପଡ଼େଟ୍ ହେବା ଦରକାର ଏବଂ ସେମାନେ ଯେଉଁଟାକି କନଫ୍ୟୁଜ୍ ହେବେ ନାହିଁ ବା ସେମାନେ ଜାଣିପାରିବେ ଯେ ଆମର ଆକ୍ଚୁଆଲି ଟଙ୍କାଟା ଆସିଛି କି ଆମର ଯେଉଁ 15,000 ଟଙ୍କାଟା କାହାକୁ ମିଳିଛି ତାହାର ମଧ୍ୟ ଗୋଟେ ଲିଷ୍ଟ ଯାଇକି ପବ୍ଲିଶ କରିବା କଥା। ବର୍ତ୍ତମାନ ସୁଦ୍ଧା କୌଣସି ବି ଲିଷ୍ଟ ପବ୍ଲିଶ ହେଇନାହିଁ। ହୁଏତ ଏଇଟା 2ରୁ 3 ଦିନ ପରେ ଲିଷ୍ଟ ଆସିପାରେ ବା ଆପଣମାନଙ୍କର ଷ୍ଟାଟସ୍ ଅପଡ଼େଟ୍ ହେଇପାରେ, କିନ୍ତୁ ଯେଉଁମାନଙ୍କର ଟଙ୍କା ବର୍ତ୍ତମାନ ଆସିନାହିଁ ବା ଗତକାଲି ଆସିନାହିଁ ତାହେଲେ ମନେ ରଖନ୍ତୁ ସେମାନଙ୍କର ଆଉ ଟଙ୍କା ଆସିବାର କୌଣସି ଚାନ୍ସେସ୍ ନାହିଁ। କେବଳ କିଛି ବ୍ୟାଙ୍କ ଥିବ ଯେଉଁଗୁଡ଼ିକର ସର୍ଭର ଇସ୍ୟୁ ପାଇଁ ବା କୌଣସି କାରଣରୁ ଆପଣମାନଙ୍କର ଟଙ୍କା ଆଜି ଆସିପାରେ ବା କାଲି ରାତି ସୁଦ୍ଧା ପ୍ରାୟ ସମସ୍ତଙ୍କର କ୍ଲିଅର୍ ହେଇଯାଇଛି,
କିନ୍ତୁ ଯେଉଁମାନଙ୍କର ଗୋଟିଏ କିସ୍ତି 3ଟି କିସ୍ତିର ଟଙ୍କା ଆସିବା କଥା ଗୋଟିଏ କିସ୍ତିରେ ଆସିଛି ସେମାନଙ୍କର ଆଉ ଟଙ୍କା ଆସିବ ନାହିଁ। କାରଣ ଟଙ୍କା ଯେତେବେଳେ ଆପଣମାନଙ୍କର ଯଦି ପଠାଯାଇଛି ଗୋଟିଏ ଆକାଉଣ୍ଟକୁ ଆପଣମାନେ ଟଙ୍କା ଟ୍ରାନ୍ସଫର କଲେ ତ ଏକାଥରେ ଆପଣମାନଙ୍କର 15,000 ଟଙ୍କା ପଠାଯାଇଥିବ, କିନ୍ତୁ ସେଇଟା କେମିତି ଗୋଟିଏ କିସ୍ତି ମାତ୍ର 5,000 ଆସିଛି ସେଟାର କୌଣସି ବି ଉତ୍ତର ନାହିଁ। ଏହା ସହିତ ଯେଉଁମାନଙ୍କର IT ରିଟର୍ଣ୍ଣ ପାଇଁ ରିଜେକ୍ଟ ହେଇଥିଲା ସେମାନଙ୍କ ମଧ୍ୟରୁ କାହାର ଜଣଙ୍କର ବି ବର୍ତ୍ତମାନ ଯାହାକି ଗ୍ରିଭେନ୍ସ କ୍ଲିଅର ହେଇନାହିଁ ଏବଂ ଏମିତି ମଧ୍ୟ କମେଣ୍ଟ ଆପଣମାନଙ୍କର ଆସୁଛି ବହୁତ ଜଣ ଯାଇକି ଗରିବ ଶ୍ରେଣୀର ଲୋକମାନେ ଯେଉଁମାନେ ଗ୍ରିଭେନ୍ସ ଦେଇଥିଲେ ତାଙ୍କର ଭେରିଫିକେସନ୍ କରାଯାଇଥିଲା, ଫଟୋ ଉଠାଯାଇଥିଲା, କିନ୍ତୁ ସେମାନଙ୍କୁ ମଧ୍ୟ ଟଙ୍କା ଆସୁନାହିଁ। ତ ଭିଡ଼ିଓ ବନେଇବାର ମୁଖ୍ୟ ଉଦ୍ଦେଶ୍ୟ ଯେ ଭିଡ଼ିଓକୁ ଆପଣମାନେ ବହୁତ ମାତ୍ରାରେ ସେୟାର କରନ୍ତୁ। କେବଳ ମୁଁ ନୁହେଁ, ଯେଉଁଥିରେ ବି ଆପଣମାନେ ସୁଭଦ୍ରା ଯୋଜନାର ଭିଡ଼ିଓ ଦେଖୁଛନ୍ତି ସେଇଟା ଆପଣମାନଙ୍କର ସେୟାର କରନ୍ତୁ। ସେୟାର କରିବେ ଏବଂ ସେ ଭିଡ଼ିଓରେ ଦେଖିବେ କମେଣ୍ଟ ଆପଣମାନେ ଦେଖିବେ ଯେ କେମିତି ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ଏମିତିରେ ଅବହେଳା କରାଯାଉଛି। କୁହାଯାଉଛି 15,000 ଟଙ୍କା ଆସିଛି ବୋଲି, କିନ୍ତୁ କୌଣସି ବି ହିତାଧିକାରୀ 15,000 ପାଇନାହାନ୍ତି। ତ ଏବେ ଆପଣମାନେ କ'ଣ କରିବେ? ଏବେ ଆପଣମାନେ ଯାହା ଚାହିଁଲେ ବି କିଛି କରିପାରିବେନି। ପୁଣି ଥରେ ଅପେକ୍ଷା କରିବେ ମାର୍ଚ୍ଚ 8 ତାରିଖ। ଏଇଟା ଗଲା ଆପଣମାନଙ୍କର ମାର୍ଚ୍ଚ 8 ତାରିଖ ଯେତେବେଳେ ପେମେଣ୍ଟ ଆସିବ ସେହି ସମୟରେ ଧରାପଡ଼ିବ ଯେ ସବୁଠାରୁ ସୁଭଦ୍ରା ଯୋଜନାରେ କେତେ ସ୍କାମ୍ ହେଉଛି ଏବଂ ସୁଭଦ୍ରା ଯୋଜନା ଯେଉଁଟାକି ଯେଉଁଭଳି ଭାବରେ ହାଇଲାଇଟ୍ କରାଯାଉଛି ସେହି ହିସାବରେ ହିତାଧିକାରୀଙ୍କ ଚୟନ ସଠିକ୍ ଯାହାକି ଉପାୟରେ ଟଙ୍କା ପ୍ରଦାନ ବା ସଠିକ୍ ହିତାଧିକାରୀଙ୍କର ଯେଉଁ ଭେରିଫିକେସନ୍ କରାଯାଇଛି କିଛି ବି ସଠିକ୍ ଭାବରେ ହେଉନି। ତେଣୁ ଆପଣମାନଙ୍କର କାମ କିଛି ନାହିଁ, କେବଳ ଆପଣମାନେ ଯେଉଁମାନଙ୍କ ରିଜେକ୍ଟ ହେଇଛି ଯଦି ଭୁଲରେ ଆପଣମାନେ ଗ୍ରିଭେନ୍ସ ଦେଇନାହାନ୍ତି ତାହେଲେ ଏବେ ବି ଆପଣମାନେ ଚାହିଁଲେ ଅନଲାଇନ୍ରେ ଗ୍ରିଭେନ୍ସ ଦିଅନ୍ତୁ। ବାରମ୍ବାର ଆପଣମାନେ ଯେକୌଣସି ସୋସିଆଲ ମିଡ଼ିଆ ବା ଯେକୌଣସି ଇଏରେ ବ୍ୟବହାର କରୁଛନ୍ତି ଟ୍ୟାଗ୍ କରନ୍ତୁ, ଆପଣମାନଙ୍କର ଟ୍ୱିଟର ମାଧ୍ୟମରେ ମଧ୍ୟ ଜଣାନ୍ତୁ, ଯେମିତିକି ସରକାରଙ୍କ ପାଖରେ କଥାଟି ପହଞ୍ଚିବା ଦରକାର। କାରଣ ଆପଣମାନଙ୍କ ଛଡ଼ା କୌଣସି ନ୍ୟୁଜ୍ ଚ୍ୟାନେଲ୍ କୌଣସି ବଡ଼ ବଡ଼ ମିଡ଼ିଆ ଏହାକୁ କେବେ ଦେଖେଇବନି, ତାଙ୍କ ପାଖରେ ଏହା ପାଇଁ ସମୟ ନାହିଁ। ସେ ଖାଲି ହାଇଲାଇଟ୍ କରିବେ ଯେ ସୁଭଦ୍ରା ଯୋଜନାର ଟଙ୍କା ମିଳିଲା। ମୁଁ ଆପଣମାନଙ୍କ ସହିତ ଏହି ଭିଡ଼ିଓ ମାଧ୍ୟମରେ ଖାଲି ଏତିକି ଜଣାଇବା ପାଇଁ ଚାହୁଁଛି ଯେ ଆପଣମାନଙ୍କର ଯାହା ବି ପ୍ରୋବ୍ଲେମ୍ ଅଛି ତା'ର ସଲ୍ୟୁସନ୍ ବା ତା'ର ସର୍ଟ ଆଉଟ୍ କରିବା ପାଇଁ ଆମେ ଆପଣମାନଙ୍କ ସହିତ ସବୁବେଳେ ଅଛୁ। ପୂର୍ବରୁ ମଧ୍ୟ ଗ୍ରିଭେନ୍ସ ଦେଲା ସମୟରେ ଯେଉଁମାନଙ୍କର ସଠିକ୍ ଭାବରେ ଗ୍ରିଭେନ୍ସ ଦିଆଯାଇଛି ବା ଆପଣମାନେ ଯଦି ଜଣେଇଛନ୍ତି ତ ସେଥିମଧ୍ୟରୁ କିଛି ଜଣଙ୍କର ଆସିଛି, ସେଇଟା ଖୁସି ଲାଗୁଛି, କିନ୍ତୁ ବହୁତ ଜଣ ହିତାଧିକାରୀ ରହିଯାଇଛନ୍ତି ଯେଉଁମାନଙ୍କୁ ମିଳିବା କଥା ସେମାନେ ବର୍ତ୍ତମାନ ପାଇନାହାନ୍ତି। ଏମିତି ବି ହିତାଧିକାରୀ ଯେଉଁମାନେ ନୂଆ ଆବେଦନ କରିଛନ୍ତି ସେମାନଙ୍କୁ ମଧ୍ୟ ସୁଭଦ୍ରା ଯୋଜନାର ଟଙ୍କା ମିଳିପାରି ନାହିଁ। ହୁଏତ ତାଙ୍କର ସୁଭଦ୍ରା ଯୋଜନାର ଯେଉଁ ଗାଇଡ଼ଲାଇନ୍ ହିସାବରେ ସେମାନେ ପାଇବା ପାଇଁ ଯୋଗ୍ୟ ହେଇନଥିବେ ବୋଲି ଯେଉଁଟାକି ବର୍ତ୍ତମାନ ଆଶା ରହିଛି। ଯେତେ ପର୍ଯ୍ୟନ୍ତ ଷ୍ଟାଟସ୍ ଅପଡ଼େଟ୍ ହେଇନାହିଁ ସେ ପର୍ଯ୍ୟନ୍ତ ଆମେ କିଛି ବି କହିପାରିବାନି। ଏବଂ ମନେ ରଖନ୍ତୁ ଆଉ ବର୍ତ୍ତମାନ ସୁଭଦ୍ରା ଯୋଜନାର ଟଙ୍କା ଆସିବ ନାହିଁ। ଯଦି ଆପଣମାନଙ୍କର ଯେତେଟି ବି କିସ୍ତିର ଟଙ୍କା ଆସିବା ଥିଲା ତା ଭିତରୁ ଗୋଟିଏ ବି କିସ୍ତି ଆସିଛି ତାହେଲେ ଆପଣମାନେ ମାର୍ଚ୍ଚ 8 ତାରିଖ ସୁଦ୍ଧା ଅପେକ୍ଷା କରନ୍ତୁ ଏବଂ ଷ୍ଟାଟସ୍ ଅପଡ଼େଟ୍ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ।